शुभुची अपा मते टिके मां को आवाज टा सुबलानी तो रेकॉर्डिंग टा टिके शुभुची इटर्नल ट्रूथ लेट अस obey the alone and live according to truth मां परम प्रभु श्री अरविंदଙ୍କ ଏହି पवित्र जन्ममासरे संलित पाठ आनुकूल्य एक स्वतंत्र कार्यक्रम मां पुस्तक आलोचना अगस्त 1 तारिख रु 31 तारिख पर्यंत क्रमागत भाव प्रतिदिन अपराह्न 5टा रु 6टा चली आज हेउची कार्यक्रम अष्टादश दिवस आज यही कार्यक्रम परिचालना दायित्वर सुजोग मत दिया जाइथिबारु मां और प्रभुଙ୍କ पाखरे अशेष अशेष कृतज्ञता जणाउछि। एही कार्यक्रम दिव्य परिवेश रे जोग देइथिबा आमर अति प्रिय अति परिचित सम्माननीय सरोजप्पा तथा मातृ अभिष्ट समस्त भाई और अपा मानकु मोर आंतरिक प्रणाम शुभेच्छा जणाउछि। समस्तंकु स्वागत करूछि। वंदे मातरम। प्रथमे एक वंदना मां को पाद पद्म रे निवेदन करूछि। मां 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 तुमे पराम जीवन गुहारे विराजित छो मां 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 तुमे तो देइछ आमकु सदा आशा आउ भरोसा केबे केउठी हुड़िले बाट हाथ धरी सहसा तुमे तो देइछ आमकु सदा आशा आउ भरोसा केबे केउठी हुड़िले बाट हाथ धरी सहसा चलाउछ होई जीवन मरुरे चलाउछ होई जीवन मरुरे आशा बारी धारा मां 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 तुमरी आखिरे भरिछि केते करुणा आशीष तुमरी हसरे फुटिछि सते प्रेमर गोलाप तुमरी आखिरे भरिछि केते करुणा आशीष तुमरी हसरे फुटिछि सते प्रेमर गोलाप तुमे पराम विपदे आपदे तुमे पराम विपदे आपदे हेउछ एका साहा मां 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 तुम्हें पराम जीवन गुहारे तुमे पराम जीवन गुहारे विराजित छो मां 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 वर्तमान मां बही विषय एक संक्षिप्त टिप्पणी देवी। यही बहीटी 1928 मसीह प्रकाशित होइतिला लेखा होइतिला 1927 मसीह श्री अरविंदଙ୍କ लिखित ଏହି मां बहीटी मुख्य ତାଙ୍କ लिखित समस्त पुस्तक मध्यरु कारण ଏହି गोटे बही को नहीं जड़े पूर्ण जोगरे पाद दे साधना करि परिबो।
ଦେଖନ୍ତୁ କାହିଁକି ମା ବହିରେ 6ଟି ଅଧ୍ୟାୟ ରହିଛି। ପ୍ରଥମ ଅଧ୍ୟାୟରେ କେମିତି ଆସ୍ପୃହା କରିବ ଓ କ'ଣ ପାଇଁ କରିବ। ଦ୍ୱିତୀୟ ଅଧ୍ୟାୟରେ ସାଧକ ପ୍ରକୃତିରୁ କେମିତି ପ୍ରକୃତିକୁ ଆସିବ, ଆସ୍ପୃହା, ପ୍ରତ୍ୟାଖ୍ୟାନ ଓ ସମର୍ପଣ ମାଧ୍ୟମରେ। ତୃତୀୟ ଅଧ୍ୟାୟ ସୁରକ୍ଷା ବଳୟ ଭିତରେ ମଣିଷ କେମିତି ରହିପାରିବ। ଚତୁର୍ଥ ଅଧ୍ୟାୟ ଅର୍ଥ ଶକ୍ତି, ଅର୍ଥକୁ କେମିତି ବ୍ୟବହାର କରିବ ଏବଂ କେଉଁ ମନୋଭାବରେ କରିବ। ପଞ୍ଚମ ଅଧ୍ୟାୟ ଏକ ଦିବ୍ୟ କର୍ମୀ କେମିତି ହୋଇପାରିବ ଓ ଷଷ୍ଠ ଅଧ୍ୟାୟରେ ମାଙ୍କ 4 ଶକ୍ତି ଦ୍ୱାରା କେମିତି ପରିଚାଳିତ ହେବ, ମାହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ। ମାହେଶ୍ୱରୀ, ପ୍ରଥମ ଶକ୍ତିଟି ହେଉଛନ୍ତି ମାହେଶ୍ୱରୀ। ମାହେଶ୍ୱରୀଙ୍କ ଅଛି ଲିଡିଂ ରୋଲ୍, ମୁଖ୍ୟ ଦାୟିତ୍ୱ। ସେ ହେଉଛନ୍ତି ଜ୍ଞାନମୟୀ, ଶକ୍ତିମୟୀ, ତାଙ୍କ ସଂକଳ୍ପରେ ଅବିଚଳିତ, ତାଙ୍କ ପାଖରେ କୌଣସି ଜିନିଷ ଗୁପ୍ତ ରହିପାରେ ନାହିଁ। ସମଗ୍ର ପୃଥିବୀର ସମସ୍ତ ବ୍ୟକ୍ତି ସତ୍ତା, ସମସ୍ତ ପ୍ରକୃତି, ସୃଷ୍ଟିର ବିଧାନ କେମିତି ଥିଲା, କେମିତି ଅଛି, କେମିତି ହେବ, ସବୁ କିଛିର ଯୋଜନା ସେ ହିଁ କରନ୍ତି। ଯେମିତି ଆମେ ଘରଟିଏ ତିଆରି କଲେ ପ୍ରଥମେ ପ୍ଲାନିଂ ଦରକାର ଥାଏ, ସେମିତି ପୃଥିବୀରେ ଯାହା ଧ୍ୱଂସ କରିବାକୁ ହୁଏ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କିମ୍ବା ଆଉ କୌଣସି କାରଣ ଦ୍ୱାରା, ସେମିତି ସେ ଭାଙ୍ଗିବେ ପୁଣି ଗଢ଼ିବେ, ସେଥିରେ କେହି ବାଧା ଦେଇପାରିବେ ନାହିଁ। ତାପରେ ସବୁ କିଛି ଠିକ୍ କରିଦେବେ। ଘରର ପ୍ଲାନିଂରେ ବି ସେମିତି ଘର ତିଆରି ଜାଗାରେ ପ୍ରଥମେ ଯାହା ପଥର, ଗଛ, ଅଳିଆ ଆବର୍ଜନାକୁ ହଟା ହୁଏ, ତାପରେ ଫାଉଣ୍ଡେସନଟା ତିଆରି ହୁଏ। ସେହିପରି ତାପରେ ଅନ୍ୟ 3 ଶକ୍ତିଙ୍କର କାମ ଚାଲେ। ଶେଷରେ ସରସ୍ୱତୀଙ୍କର କାର୍ଯ୍ୟରେ ପରଫେକ୍ସନଟା ଆସିଥାଏ। ଆମେ ସିଆଡ଼େ ଆଉ ଯିବାନି, କାହିଁକି ନା ଆମର ପ୍ରିୟ ଆଲୋଚିକା ସରୋଜପା ଉପସ୍ଥିତ ଅଛନ୍ତି, ତାଙ୍କୁ ଆମେ ସ୍ୱାଗତ କରିବା ଆଉ ତାଙ୍କଠୁ ଅଧିକ କିଛି ଆମେ ଶୁଣିବା। ହଁ, ଅପାଙ୍କୁ ମୁଁ ସ୍ୱାଗତ କରୁଛି। ସେ ଆଲୋଚନା ରଖିବେ। ଆଲୋଚନା ପରିସରକୁ ସ୍ୱାଗତ କରୁଛି। ସେ ବିସ୍ତୃତ ଭାବରେ ସବୁ କିଛି ନୂଆ ନୂଆ କଥା ବୁଝାଇ ପାରିବେ। ପ୍ରଣାମ ଅପା। ଆଜିର ବିଷୟବସ୍ତୁ ହେଲା ରାଜ ରାଜେଶ୍ୱରୀ ମହେଶ୍ୱରୀ ରୂପରେ ମା ଓ ତାଙ୍କ କାର୍ଯ୍ୟ। ଅପାଙ୍କୁ ପ୍ରଣାମ କରୁଛି, ସ୍ୱାଗତ କରୁଛି ତାଙ୍କର ଆଲୋଚନା ରଖିବା ପାଇଁ। ମା। ପରମା ଜନନୀ ମା ମୀରା, ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଶ୍ରୀଚରଣରେ ଆମ ସମସ୍ତଙ୍କର ବିନମ୍ର ଭକ୍ତିପୂର୍ଣ୍ଣ ପ୍ରଣାମ ନିବେଦନ କରୁଛି। ଆଜିର ଆଲୋଚନା ଚକ୍ରରେ ଉପସ୍ଥିତ ଅତି ଅନ୍ତରଙ୍ଗ ଭାଇ ଭଉଣୀ ମାନଙ୍କୁ ମୋର ଶ୍ରଦ୍ଧା, ସମ୍ମାନ ଓ ଶୁଭେଚ୍ଛା। ଆରମ୍ଭ କରିବା ଆଗରୁ କାଞ୍ଚନ ଅପା ଆପଣଙ୍କୁ ଗୋଟେ ସଂକ୍ଷିପ୍ତ ଆକାରରେ କହିଦେଇଛନ୍ତି କିଛି ମା ବହିର ଯୋଉ ନିର୍ଯାସ ତାକୁ ସେ ବର୍ଣ୍ଣନା କରିଛନ୍ତି। ଆଜି ରାଜରାଜେଶ୍ୱରୀ ମାହେଶ୍ୱରୀଙ୍କର ତାଙ୍କର ସ୍ୱରୂପ ଏବଂ ତାଙ୍କର କାର୍ଯ୍ୟ ଉପରେ ଆଲୋଚନା କରିବା। ପ୍ରଥମ ଏଇଠି ପଢୁଛି ଇଂରେଜୀରେ, ତାପରେ ଓଡ଼ିଆରେ ବୁଝେଇଦେବି। All that the spirit has dreamed, thou canst create. Thou art the force by which I made the worlds. Thou art my vision and my will and my voice. ତାର ଓଡ଼ିଆଟି ଏଇଭଳି ଭାବରେ, ଆତ୍ମନ୍ ଯୋଉ ସ୍ୱପ୍ନ ଦେଖିଛନ୍ତି ତାହା ତୁମେ ସର୍ବୋତ୍ତମ ଭାବେ ସୃଜନ କରିପାର। ଏଠି ଆମର ଆତ୍ମନ୍ ମାନେ ସ୍ପିରିଟଙ୍କ କଥା କୁହାଯାଉଛି, ଯିଏ ହଉଛନ୍ତି ଦିବ୍ୟ ପୁରୁଷ ବା ସତ୍ପୁରୁଷ। ସେ କଣ କରିଲେ, ସେ ଆତ୍ମନ୍ ଯୋଉ ସ୍ୱପ୍ନ ଦେଖିଛନ୍ତି ତାହା ତୁମେ ସର୍ବୋତ୍ତମ ଭାବେ ସୃଜନ କରିପାର। ସେ କହୁଛନ୍ତି କନସିୟସନେସ୍ ଫୋର୍ସକୁ, ଚିତ୍ ଶକ୍ତିକୁ ସେ ଏଇଭଳି ଭାବରେ କହୁଛନ୍ତି, ତୁମେ ହେଉଛ ସେହି ଚିତ୍ ଶକ୍ତି ଯାହା ଦ୍ୱାରା ମୁଁ ଏଇ ବିଶ୍ୱ ବ୍ରହ୍ମାଣ୍ଡକୁ ତିଆରି କରିଛି।
ତୁମେ ହେଉଛ ମୋର ଦୃଷ୍ଟି ମୋର ସଂକଳ୍ପ କଣ୍ଠସ୍ୱର। ଏ ହେଉଛି ଦିବ୍ୟ ଜନନୀଙ୍କର ବର୍ଣ୍ଣନା। ଯେତେବେଳେ ଦିବ୍ୟ ଜନନୀଙ୍କର ବର୍ଣ୍ଣନା ଏଇଭଳି ଭାବରେ ସତ୍ପୁରୁଷ କରୁଛନ୍ତି, ତାପରେ ପରେ ସେ ଯାହାବି ଦିବ୍ୟ ଜନନୀଙ୍କର ଯୋଉ ବର୍ଣ୍ଣନା କରିସାରିବା ପରେ ବର୍ତ୍ତମାନ ଆମେ ରାଜରାଜେଶ୍ୱରୀ ମାହେଶ୍ୱରୀଙ୍କ ପାଖକୁ ଆସିବା। ତା ଆଗରୁ ଆମେ ଏତିକି କଥା ମନେ ରଖିବା ଯେ ଏଇ ଚାରୋଟି ଯୋଉ ମୁଖ୍ୟ ବ୍ୟକ୍ତିତ୍ୱ ବା ପର୍ସନାଲିଟି ମାଙ୍କର, ତା ବ୍ୟତୀତ ମାଙ୍କର ମିଲିୟନ୍ସ ଅଫ ଫୋର୍ସେସ୍ ଏଣ୍ଡ ପ୍ରୋସେସେସ୍ ଅଛି। କିନ୍ତୁ ଏଇ ଯୋଉ ଚାରୋଟି ମହାଶକ୍ତି ସେ ଆମକୁ କଣ କରନ୍ତି, ବିଶ୍ୱକୁ ବିଶ୍ୱ ବ୍ରହ୍ମାଣ୍ଡକୁ ଗୋଟିଏ ତାକୁ ମୁଖ୍ୟ ଭୂମି ତାଙ୍କର ଏଇ ଚାରି ଶକ୍ତିଙ୍କର ମୁଖ୍ୟ ଭୂମିକା ରହିଛି। ତେଣୁ ତାଙ୍କୁ ଲିଡିଂ ପର୍ସନାଲିଟିସ୍ ବୋଲି କୁହାଯାଉଛି। ବର୍ତ୍ତମାନ ମାହେଶ୍ୱରୀ ରାଜରାଜେଶ୍ୱରୀ ମାହେଶ୍ୱରୀ ରୂପରେ ମା ତାଙ୍କର କାର୍ଯ୍ୟ, ମାଙ୍କର ଚାରୋଟି ମହାରୂପ ଓ ଚାରୋଟି ମୁଖ୍ୟ ଶକ୍ତି ଓ ବିଗ୍ରହ ମଧ୍ୟରୁ ପ୍ରଥମ ବିଗ୍ରହଟି ହେଲା ମାହେଶ୍ୱରୀଙ୍କର। ପ୍ରଥମ ଅପାତ କହିଛନ୍ତି ତାଙ୍କର ସର୍ବବ୍ୟାପକ ଜ୍ଞାନ ଦ୍ୱାରା ସେ ଏହି ଅକଳ୍ପନୀୟ ବିଶାଳ ବିଶ୍ୱ ବ୍ରହ୍ମାଣ୍ଡକୁ ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ଯୋଉ ତିଆରି କରିଛନ୍ତି ସିଏ ତା ଆଗରୁ ସେ ଗୋଟେ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି। ମାହେଶ୍ୱରୀ ହଉଛନ୍ତି, ମାହେଶ୍ୱରୀଙ୍କ ଭିତରେ ରହିଛି ଅକଳ୍ପନୀୟ ବିଶାଳ ତାଙ୍କର ସାମଗ୍ରିକ ଦୃଷ୍ଟି। ସେଇ ଦୃଷ୍ଟି ବଳରେ ସେ କଣ କରିଛନ୍ତି ନା ପ୍ରଥମ ଗୋଟେ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି ସାରା ବିଶ୍ୱ ବ୍ରହ୍ମାଣ୍ଡର, ଏବଂ ସେଥିରେ ରହିଛି ଆପଣଙ୍କର ମାନେ ସେ ଲାର୍ଜର ଲାଇନ୍ସ ସେ ଡ୍ର କରିଛନ୍ତି। ସବୁ ବଡ ବଡ ରୂପରେଖା ସେ ଦେଇଛନ୍ତି। ସେ ଯୋଉ ସୃଷ୍ଟିଟି ସେ କରୁଛନ୍ତି, ବିଶ୍ୱ ବ୍ରହ୍ମାଣ୍ଡର ଯୋଉ ନକ୍ସାଟି ତିଆରି ବା ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି, ତା ଭିତରେ ସେ କଣ କରୁଛନ୍ତି, ସବୁ ଲାର୍ଜର ଲାଇନ୍ସ ମାନେ ବୃହତ ରୂପରେଖ ତାକୁ ଦେଇଛନ୍ତି ଏବଂ ତାକୁ ଇଟ୍ ଇଜ ଫୁଲ ପ୍ରୁଫ୍ଡ। ସେଟା ପୂର୍ଣ୍ଣ ଭାବରେ ଆପଣଙ୍କର ଫୁଲ ପ୍ରୁଫ୍ଡ। ସେଥିରେ କୌଣସି ରକମର ମାନେ ଫ୍ଲୋଲେସ୍ ଯାହାକୁ କହନ୍ତି, ତାଙ୍କର ଏଭଳି ସର୍ବବ୍ୟାପକ ମାନେ ୱିସଡମ ରହିଛି ବା ପ୍ରଜ୍ଞା ରହିଛି ବା ଶକ୍ତି ରହିଛି, ଯଦ୍ୱାରା କି ସେ ଯୋଉ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି ତାକୁ ଫୁଲ ପ୍ରୁଫ୍ ବୋଲି କୁହାଯାଉଛି। ବର୍ତ୍ତମାନ ତାଙ୍କର ଯୋଉ ତିଆରି କରିଛନ୍ତି ସେଥିରେ ଦୁଇଟି ଜିନିଷ ରହିଛି, ୱିସଡମ ଏବଂ ଶକ୍ତି, ପ୍ରଜ୍ଞା ଏବଂ ଶକ୍ତି। ପ୍ରଜ୍ଞାଟା ତାଙ୍କର ପ୍ରଜ୍ଞା ଭିତରୁ ହିଁ ତାଙ୍କର ଶକ୍ତି ଆସୁଛି, ତାଙ୍କର ସେପାରେଟ ଶକ୍ତି କିଛି ନାହିଁ। ସେଇ ପ୍ରଜ୍ଞା ଭିତରୁ ହିଁ ନିଃସୃତ ହଉଛି ତାଙ୍କର ଶକ୍ତି, ଏବଂ ଏଇ ଶକ୍ତି ଦ୍ୱାରା ସେ ଯେତେବେଳେ ତିଆରି କରିଛନ୍ତି ତାକୁ ଆମେ ଆଗକୁ ଆଗକୁ ଯିବା। କିନ୍ତୁ ତା ଆଗରୁ ଆମେ ସମସ୍ତେ ଜାଣୁ ଯେ ଯୋଉ ଚାରୋଟି ଶକ୍ତି ରହିଛି ଆମର ମାହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ। ମାହେଶ୍ୱରୀଙ୍କର ଆମେ ସାଧାରଣତଃ ଭାରତୀୟ ମାନେ ମହେଶ୍ୱରୀଙ୍କର ରୂପଟାକୁ ବିଶେଷ ତାକୁ ମାନେ ଆମେ ତା ବିଷୟରେ ବେଶୀ ପରିଚିତ ନୁହଁ। ଯଦିଓ ଆମେ ପ୍ରଭୁଙ୍କ ବହିରେ ଏଟା ପଢୁଛୁ, କିନ୍ତୁ ତାଙ୍କୁ ଆମେ ମାହେଶ୍ୱରୀଙ୍କୁ ଦୁର୍ଗା, ଭବାନୀ, ଗୌରୀ, ପାର୍ବତୀ ଏଇ ହିସାବରେ ତାଙ୍କୁ ପୂଜା କରୁ। କାହିଁକି ନା ସେ ଓଭର ମାଇଣ୍ଡର ସେମାନେ ହଉଛନ୍ତି ଗଡେସେସ୍, ସେମାନେ ହଉଛନ୍ତି ଓଭର ମାଇଣ୍ଡର ଦେବୀ। କିନ୍ତୁ ଶ୍ରୀ ଅରବିନ୍ଦ ବର୍ତ୍ତମାନ ଯୋଉ ବର୍ଣ୍ଣନା ଆମକୁ କରିବାକୁ ଯାଉଛନ୍ତି ମହେଶ୍ୱରୀଙ୍କ ଉପରେ, ସେ ସୁପ୍ରାମେଣ୍ଟାଲ ଲେଭେଲରୁ ତାଙ୍କର ଅଲ୍ଟିମେଟ ଆସ୍ପେକ୍ଟ, ତାଙ୍କର ସର୍ବୋଚ୍ଚ ଯୋଉ ଦିଗଟି ରହିଛି ସେଇ ଦିଗକୁ ସେ ଆଲୋଚନା କରୁଛନ୍ତି। ତେଣୁ ଆମର ପୁରାଣ ମାନଙ୍କରେ ବା ଆମର ଯୋଉ ମିଥୋଲୋଜିକାଲ ଯୋଉ ସବୁ ରହିଛି ଇତିହାସ, ସେଥିରେ ଏଇ ଚାରି ଶକ୍ତିଙ୍କର ବର୍ଣ୍ଣନା ରହିଛି, କିନ୍ତୁ ମାହେଶ୍ୱରୀଙ୍କର ବର୍ଣ୍ଣନାଟା ଏଇଭଳି ଭାବରେ ରହିଛି। କେବଳ ଗୋଟେ ଲାଇନରେ ମୁଁ କହୁଛି ଯେ ଇଏ କଣ କରନ୍ତି ନା ଯୋଉ ତାଙ୍କର ଯୋଉ ଶକ୍ତିଟି ରହିଛି ମାହେଶ୍ୱରୀଙ୍କର ମାନେ ଓଭର ମାଇଣ୍ଡ ଲେଭେଲରେ ଯୋଉ ଶକ୍ତି ରହିଛି, Maheshwari is the feminine energy of Lord Shiva, representing his power and creative force. तार ओडियाटा होछि माहेश्वरी भगवान शिवंकर पराक्रम और सृजनी शक्तिर प्रतिनिधित्व करती एवं एई होछि तांकर शक्ति।
କିନ୍ତୁ ଏଠି ଯେତେବେଳେ ଆମେ ମାହେଶ୍ୱରୀଙ୍କୁ ଦେଖିବା ଆମେ ଦେଖିବା ତାଙ୍କର ବହୁ ଆସ୍ପେକ୍ଟ ରହିଛି, ବହୁ ଦିଗ ରହିଛି ଏବଂ ତାକୁ ଆମେ କ୍ରମାନ୍ୱୟରେ ଆଲୋଚନା କରିବା। ପ୍ରଥମ ଆମକୁ ମନେ ରଖିବାକୁ ପଡିବ ଯେ ବିଶ୍ୱ ବ୍ରହ୍ମାଣ୍ଡର ନକ୍ସାଟି ସେ ତିଆରି କରିଛନ୍ତି, ତେଣୁ ତାଙ୍କର ଆସନଟି କୋଉଠି, ସେ କୋଉ ସ୍ତରରେ ବିରାଜମାନ କରୁଛନ୍ତି, ବିଶାଳତା ଭିତରେ ସେ ବିରାଜମାନ କରୁଛନ୍ତି ଏବଂ ତାଙ୍କର ପ୍ରଜ୍ଞା ହଉଛି ତାଙ୍କର ସବୁ ଚାହିଁ ବଡ ଶକ୍ତି। ପ୍ରଜ୍ଞା ଦ୍ୱାରା ଏବଂ ପ୍ରଜ୍ଞାରୁ ଜ୍ଞାନ ଦ୍ୱାରା ସେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡଟିକୁ ତିଆରି କରିଛନ୍ତି ଏବଂ ତାପରେ ସେ ତାଙ୍କର ଆମେ ଯଦି ପଢିକି ଦେଖିବା ତାଙ୍କର ଯୋଉ ବ୍ୟକ୍ତିତ୍ୱ ସବୁ ରହିଛି, ତାଙ୍କର ରହିଛି ଟିକେ ଆଗରୁ ବି ଆମର ପଢା ହଉଥିଲା ଯୋଉ 4ଟି ମହାଶକ୍ତି ଉପରେ, ମୁଁ ବି ଏଠି ଟିକେ ତାକୁ ଆଲୋଚନା ଅଳ୍ପ ଟିକେ ଆଲୋଚନା କରିଦଉଛି ଏକବାର ସଂକ୍ଷେପରେ। ତାଙ୍କ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟତା ହଉଛି ପ୍ରଶାନ୍ତ ବିଶାଳତା, ସର୍ବବ୍ୟାପକ ଜ୍ଞାନ, ସ୍ଥିର ମଙ୍ଗଳମୟତା, ଅଫୁରନ୍ତ କରୁଣା, ଅତୁଳ ଅଦ୍ୱିତୀୟ ମହିମା, ସର୍ବଶାସକ ମହତ୍ୱ। ଏ ହଉଛି ତାଙ୍କର ଗୁଣ। ସେ ସକଳ ବସ୍ତୁର ଉପରେ ରହିଛନ୍ତି, ସକଳ ବସ୍ତୁର ଉପରେ ରହିଛନ୍ତି, ତେଣୁ ସେ କୌଣସିଥିରେ ଆବଦ୍ଧ ବା ଆସକ୍ତ ନୁହନ୍ତି। ତେଣୁ ଏଇ ଅଧିଷ୍ଠାତ୍ରୀ ଏଇ ଦେବୀଙ୍କୁ ଜାଣିବା ପାଇଁ ଆମ ପାଖରେ ମାନେ ଆମର ଯୋଉ ମାନୁଷୀ ମନ, ଯୋଉ ତର୍କ ବୁଦ୍ଧି କିମ୍ବା ଯୋଉ ମନନଶୀଳ ମନ ବା ଚିନ୍ତାଶୀଳ ମନ କିମ୍ବା ଯୋଉ ସଂକଳ୍ପ ଆମ ଭିତରେ ରହିଛି, ତାଙ୍କୁ ଜାଣିବା ପାଇଁ ତାହା ଯଥେଷ୍ଟ ନୁହେଁ। ସେ ଅନଧିଗମ୍ୟ, ତାଙ୍କୁ ସହଜରେ ଆମେ ମାନେ ଯେମିତି ମହାଲକ୍ଷ୍ମୀ ହେଲେ, ମହା ସରସ୍ୱତୀ ହେଲେ, ମହାକାଳୀ ହେଲେ, ଆମେ ତ ସବୁ ସେମାନଙ୍କର ପୂଜା ପାର୍ବଣରେ କରୁଛୁ, କିନ୍ତୁ ମାହେଶ୍ୱରୀଙ୍କର ଇଏ ପର୍ସନାଲିଟି ବା ତାଙ୍କର ଯୋଉ ବ୍ୟକ୍ତିତ୍ୱ ରହିଛି ତାକୁ ସହଜରେ ଆମେ ଜାଣିପାରୁନାହୁଁ। ତେଣୁ ଆଙ୍କୁ ଜାଣିବା ପାଇଁ ପ୍ରଥମ ହେଲା ଯେ ଆମକୁ ଆମର ମାନେ ଭାବ ଦ୍ୱାରା ଏବଂ ଆମର ଯୋଉ ଖୋଲି ଯିବା ଦ୍ୱାରା ଓପନନେସ୍, ତାଙ୍କ ଶକ୍ତି ପ୍ରତି ଯଦି ଆମେ ଓପନ ହବା ତାହେଲେ କଣ ହବ ନା ଆମେ ତାଙ୍କୁ କିଛି ପରିମାଣରେ ହୃଦୟଙ୍ଗମ କରିପାରିବା। ସେଥିପାଇଁ କହୁଛନ୍ତି ଓପନ ୟୋର ମାଇଣ୍ଡ ଟୁ ଦ ଲାଇଟ୍। ଆମର ଯୋଉ ପ୍ରାର୍ଥନା ରହିଛି ପ୍ରଭୁ ଦେଇଛନ୍ତି, ପ୍ରଥମଟା ହଉଛି ଓପନ ୟୋର ମାଇଣ୍ଡ ଟୁ ଦ ଲାଇଟ୍। ସେଇ ଯୋଉ ମନଟି ଏଇ ଜ୍ଞାନ ଆଡକୁ ଯଦି ଆମର ମନଟିକୁ ଆମେ ଖୋଲି ଧରିବା ତାହେଲେ ଧୀରେ 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 ତାଙ୍କ ବିଷୟରେ ଆମେ ଜାଣିପାରିବା। ବର୍ତ୍ତମାନ ଆମେ ଯିବା ତାଙ୍କର ବହି ପଢିବା। ବହି ପଢିବାରୁ ମୁଁ ଇଂରେଜୀ ବହି ପଢୁଛି, ଟିକେ ବ୍ରିଫ ଇଣ୍ଟ୍ରୋଡକ୍ସନ ଦେଲି। ଇଂରେଜୀ ବହି ପଢିବାରେ ମୁଁ ଧୀରେ 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 ବୁଝେଇ ଦଉଛି। Imperial Mahashakti is seated in the whiteness above the thinking mind and will and sublimates and greatens them into wisdom and largeness or floods with a splendor beyond them. ଏଠି ମୁଁ ତ କହିଲି ସେ ବିଶାଳତା ଭିତରେ ବିରାଜମାନ କରନ୍ତି ଆଉ ମଣିଷ ତାକୁ ସହଜରେ ମଣିଷର ମନ ବା ତାର ଯେତେ ତର୍କ ବୁଦ୍ଧି ଥାଉ ସେ ତାଙ୍କୁ ସହଜରେ ବୁଝିପାରେ ନାହିଁ, କାରଣ ସେ ବିୟଣ୍ଡ ମାଇଣ୍ଡ, ସେ ମନର ଅତୀତ। ତେଣୁ ତାଙ୍କୁ ତାଙ୍କର ଯୋଉ ବିଶାଳତାକୁ ଆମ ପାଖରେ କହିଲି ମାଇଣ୍ଡ ଯୋଉ ରହିଛି, ମାଇଣ୍ଡକୁ ଯଦି ଓପନ କରିବା ତାହେଲେ ତାଙ୍କୁ ଆମେ ବୁଝିପାରିବା, କିଛି ପରିମାଣରେ ଆମେ ଜାଣିପାରିବା, ହୃଦୟଙ୍ଗମ କରିପାରିବା। କିନ୍ତୁ ଏଇ ଯୋଉ ଦେବୀ ତାଙ୍କର କିଛି ଏକ୍ସାମ୍ପଲ ଆମେ ଦବା, ଏକ୍ସାମ୍ପଲ ଦେଲେ ଜିନିଷଟି ଆମର ଆମେ ବେଶୀ ଭଲ ଭାବରେ ବୁଝିପାରିବା। ଆମର 3ଟି ଉଦାହରଣ ମୁଁ ଆପଣଙ୍କୁ ଦଉଛି। ଯେତେବେଳେ ଦିଲ୍ଲୀ ଆଶ୍ରମ ତିଆରି ହେଲା, ସେତେବେଳେ ଦିଲ୍ଲୀ ଆଶ୍ରମ ର ଯୋଉ ଜାଗାଟିରେ ବର୍ତ୍ତମାନ ଏତେ ଭବ୍ୟ ଦିଲ୍ଲୀ ଆଶ୍ରମଟି ଠିଆ ହେଇଛି ସଦର୍ପରେ, ସେତେବେଳେ ସେ ଜାଗାଟି କମ୍ପ୍ଲିଟଲି ପୁରା ମାନେ ଗୋଟେ ହୋଷ୍ଟାଇଲ ବିରୋଧୀ ଶକ୍ତି ମାନଙ୍କର ଅକ୍ତିଆର ଭିତରେ ଥିଲା। ଯେତେବେଳେ ଦେଶ ସ୍ୱାଧୀନ ହେଲା, ଦିଲ୍ଲୀରେ ରହିଛି ଗୋଟେ ଦିଲ୍ଲୀର ଉପାନ୍ତ ଅଞ୍ଚଳରେ, ସେଠି ଦିଲ୍ଲୀ ସରକାର ଯେତେ ରକମର ଚାହିଁଲେ କିଛି କରିବାକୁ କୌଣସିଟି ବି ସେଠି ହେଇପାରିଲା ନାହିଁ। କାହିଁକି ନା ସେଠି ମାନେ ଏଭଳି କି ପାଖାପାଖି ଗାଁ ମାନଙ୍କରେ ଯୋଉ ଗାଈ ଚରାଳି ବା ଛେଳି ଚରାଳି ବା କାଠ କଟାଳି ପ୍ରାୟ ଜଙ୍ଗଲ ଥିଲା, ଯୋଉମାନେ ବି ଯାଉଥିଲେ ସେମାନେ କଣ କରୁଥିଲେ ନା ଆଉ ସେମାନେ ଇଏ ସୁସ୍ଥ ହେଇକି ଭଲରେ ଫେରି ପାରୁନଥିଲେ। ଆଇଦର କିଏ ଗୋଟେ ଗାଈ ମରିଗଲାଣି, ଗୋଟେ ଛେଳି ମରିଗଲାଣି, କିମ୍ବା ଯୋଉ ଲୋକଟିର କିଛି କ୍ଷତି ହେଇଗଲାଣି, ଏହିଭଳି ଭାବରେ ସେ ଗୋଟେ ମାନେ ଭୂତ ପ୍ରେତଙ୍କର ସ୍ଥଳ ବୋଲି ତାକୁ ବିଚାର କରାଯାଉଥିଲା। ତେଣୁ ଯେତେବେଳେ ମାଙ୍କ ପାଖକୁ ଦିଲ୍ଲୀ ମାନେ ଆଶ୍ରମ ହବ, ଦିଲ୍ଲୀରେ ଯେତେବେଳେ ମାଙ୍କ ପାଖକୁ ଜାଗା କୋଉଠି ମିଳିବ, ଯେତେବେଳେ ମାଙ୍କ ପାଖକୁ ଏ ଖବର ଗଲା, ମା ଏଇ ଜାଗାଟିକୁ
ସିଲେକ୍ଟ କଲେ ବା ନିର୍ବାଚନ କଲେ। ସେ କାହିଁକି ନିର୍ବାଚନ କଲେ? ଏଇଠି ଦେଖନ୍ତୁ ତାଙ୍କର ୱିସଡମ ଟା ଅଛି। ଆମେ ଯୋଉ ପଢୁଛୁ ତାଙ୍କର ପ୍ରଜ୍ଞା ବା ତାଙ୍କର ଜ୍ଞାନ, ସେଇ ଦୃଷ୍ଟିରୁ ପ୍ରଥମ ସେ ଦେଖିଲେ, କାହିଁକି ନା ସେ ବହୁତ ଆଗକୁ ଦେଖିପାରନ୍ତି। ତାଙ୍କ ଦୂରଦୃଷ୍ଟିରେ ତାଙ୍କର ଦୃଷ୍ଟି ବି ରହିଛି, ପ୍ରଜ୍ଞା ବି ରହିଛି, ଭିଜନ ବି ରହିଛି, ପ୍ରଜ୍ଞା ବି ରହିଛି। ତେଣୁ ସେ ତାକୁ ଗ୍ରହଣ କରିନେଲେ ଏବଂ ତାପରେ ପରେ ମହାକାଳୀଙ୍କର କାମ ଆରମ୍ଭ ହେଲା। ମହାକାଳୀ ତାକୁ ମାନେ ତାଙ୍କର ଶକ୍ତି ଲଗେଇକି, ଶକ୍ତି ମାନେ ମଣିଷ ମାନଙ୍କ ଭିତରେ ତାକୁ ସେ ସଫାସୁତୁରା କରିକି ସେ ପୁରା ଟାଇଟାନିକ ଲେବର ଯାହାକୁ କହନ୍ତି, ଦାନବର ଶକ୍ତି ଦେଇକି ତାକୁ ପୁରା ସଫାସଫି କରିକି ସେ କଣ କଲେ ନା ସେଇଠି ଆଜି ଯୋଉ ଆଶ୍ରମ ଆମେ ଦେଖୁଛୁ କାଳକ୍ରମେ ସେ ସେଇଠି ତିଆରି ହେଲା। ଏଇଟା ପ୍ରଥମ ରହିଲା ମାହେଶ୍ୱରୀଙ୍କର ପ୍ରଜ୍ଞା। ସେମିତି ଆମେ ଦେଖିବା ଯେତେବେଳେ ଆମର ଯୋଉଠି ଟେନିସ ଗ୍ରାଉଣ୍ଡ ହେଇଛି, ସେଠି ମଧ୍ୟ ସେ ଟେନିସ ଗ୍ରାଉଣ୍ଡ ଟା ମ୍ୟୁନିସିପାଲିଟି ମାନଙ୍କର ଡମ୍ପ ୟାର୍ଡ ଥିଲା। ହଠାତ୍ ଥରେ ଗୋଟେ ଟେଣ୍ଡର ବାହାରିଲା ଯେ ଲିଜରେ ମାନେ ତାକୁ ବିକ୍ରି କରିବାକୁ ଗୋଟେ ନୋଟିସ ବାହାରିଲା। ମାଙ୍କ କାନକୁ କଥା ଆସିଲା। ମା ସାଙ୍ଗେ ସାଙ୍ଗେ କଣ କଲେ ନା ସେଇଠିକୁ ଗ୍ରହଣ କରିନେଲେ। କିଛି ଅଳ୍ପ ପଇସା ଦେଇକି ସେଟଲମେଣ୍ଟ କରିକି ତାକୁ ଗ୍ରହଣ କରିନେଲେ। ତାକୁ ଗ୍ରହଣ କରି ନେଲା ପରେ ଉଦାରତା ଏବଂ ପିଲାମାନେ ସବୁ ମିଶିକି ତାଙ୍କ ସାଙ୍ଗରେ ସେଠି କଠୋର ପରିଶ୍ରମ କରିକି ସେ ଜାଗାଟିକୁ ସେମାନେ ତିଆରି କରିଦେଲେ। ଏଠି ମହାକାଳୀଙ୍କର ଶକ୍ତି ଆସିଲା। ତାପରେ ଧୀରେ ଧୀରେ ମହାଲକ୍ଷ୍ମୀ, ମହାସରସ୍ୱତୀ, ବଗିଚା ବାଡି, ମହାସରସ୍ୱତୀ କେମିତି କୋଉ ଜିନିଷ ତିଆରି ହବ ତାର ପୁରା ସେମାନେ ପ୍ରସ୍ତୁତ କରିଦେଲେ। ଯେତେବେଳେ ସେ ଜାଗାଟି ଏତେ ସୁନ୍ଦର ହେଇଗଲା, ସେତେବେଳେ ମ୍ୟୁନିସିପାଲିଟି ବାଲା ମାନେ ଯେତେବେଳେ ପ୍ରଥମ ଟେଣ୍ଡରରେ ଦେଇଥିଲେ ଏବଂ ମା ଯେତେବେଳେ ତାକୁ କ୍ରୟ କଲେ, ସେମାନେ ସେତେବେଳେ ତାଙ୍କ ମନରେ ଆସିଥିଲା ଯେ ସ୍ପିରିଚୁଆଲ ଲୋକମାନଙ୍କର କିଛି ପ୍ରାକ୍ଟିକାଲ ସେନ୍ସ ନଥାଏ। ନଉଛନ୍ତି ନିଅନ୍ତୁ, ଯେତେ କମ ଦାମରେ ହୁଏ ସେମାନେ ବିକ୍ରି କରିଦେଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ସେ ଦେଖିଲେ ଏତେ ସୁନ୍ଦର ଗୋଟେ ଟେନିସ ଗ୍ରାଉଣ୍ଡ ହଉଛି, ସେତେବେଳେ ପୁଣି ସେ ତ 100 years ଲିଜ ଦେଇଥିଲେ, ପୁଣି ସେମାନେ ଗୋଟେ ନୋଟିସ ଜାରି କଲେ ଯେ ଆକୁ ମାନେ ଫେରେଇ ଦବାକୁ, ତାଙ୍କୁ ଫେରେଇ ଦବାକୁ। କାହିଁକିନା ତାଙ୍କ ମନରେ ଆସିଲା ଯେ ଏଠି ଆମେ ଯଦି ଗୋଟେ ବିରାଟ ବଡ ହୋଟେଲ ତିଆରି କରୁ ତାହେଲେ ଇଏ ଆମକୁ ବହୁତ ପଇସା ଦେଇପାରିବ। କିନ୍ତୁ ଯାହା ହଉ ମାଙ୍କର ଦୟା ବା ଗ୍ରେସ ବଳରେ ସେମାନେ ଆଉ ନବାକୁ ଚାହିଁଲେନି ଏବଂ କିଛି ପରିମାଣରେ ଟଙ୍କା ପଇସା ଦେଇକି ତାକୁ ସେଟଲ କଲେ। ତେଣୁ ମାହେଶ୍ୱରୀଙ୍କର ଯୋଉ ପ୍ରଜ୍ଞା ଆମେ ଏଇ ଦୁଇଟି ଜାଗାରେ ଦେଖିଲୁ। ଏବଂ ଗୋଲକୋଣ୍ଡା ହାଉସ ତ ଆମେ ସମସ୍ତେ ଜାଣିଛୁ। ଗୋଲକୋଣ୍ଡା ହାଉସ ତ ଆମେ ସବୁବେଳେ ତାକୁ କ୍ରସ କରିକି ଗେଷ୍ଟ ହାଉସ ଘରକା ଯାଉ। ସେଇ ଯୋଉ ଗୋଲକୋଣ୍ଡା ହାଉସ ଟେ ହେଇଛି, ସେଥିରେ ମଧ୍ୟ ମାହେଶ୍ୱରୀଙ୍କର ପ୍ରଜ୍ଞା ରହିଛି। ତେଣୁ ଶ୍ରୀ ଅରବିନ୍ଦ ତାର କେମିତି ଗଠନ ପ୍ରଣାଳୀ ଆମେ ତ ସବୁ ଅଳ୍ପ କିଛି ଜାଣିଛୁ। ମୁଁ ତେବେ କେବେ 3-4ଟି ପଏଣ୍ଟ କହୁଛି। ଯେତେବେଳେ ଗୋଲକୋଣ୍ଡା ହାଉସ ତିଆରି ହେଲା, ସେ ତ ଗୋଟେ ପର୍ଟିକୁଲାର ସିମେଟ୍ରି ହେଇଛି ଆମେ ଜାଣିଛୁ। କିନ୍ତୁ ସେଠି ଯୋଉ ରୁମ ଗୁଡାକ ଅଛି, ସେଠି ତାକୁ ଲାଗିକି କୌଣସି ଆଟାଚ ବାଥରୁମ ନାହିଁ। ତାପରେ ହଉଛି ସେଠି ମ୍ୟୁଜିକ ବାଜି ପାରିବନି ନିୟମ ଅନୁସାରେ। ତାର ଯୋଉ ପାହୁଚ ପଛ ଆଡେ କୌଣସି ସପୋର୍ଟ ନାହିଁ। ତେଣୁ ଶ୍ରୀ ଅରବିନ୍ଦ ଯେତେବେଳେ ଏସବୁ ଦେଖିଲେ, ଶ୍ରୀ ଅରବିନ୍ଦ କହିଲେ ଯେ ଦିସ୍ ଇଜ ମଦର୍ସ ୟୋଗା ଇନ୍ ଦ ମ୍ୟାଟେରିଆଲ ୱାର୍ଲଡ। ଏଇ ପୃଥିବୀ ମାନେ ଏଇ ଯୋଉ ଗୋଲକୋଣ୍ଡା ହାଉସ କୁ ଦେଖିକି ଶ୍ରୀ ଅରବିନ୍ଦ କ୍ରିପ୍ଟିକାଲି ମାନେ ବହୁତ ଗୋଟେ ସାଙ୍କେତିକ ଭାବରେ କହିଲେ, ଦିସ୍ ଇଜ ଦ ମଦର୍ସ ୟୋଗା ଇନ୍ ଦ ମ୍ୟାଟେରିଆଲ ୱାର୍ଲଡ। ୟୋଗା ଇନ୍ ଇଟସେଲ୍ଫ ବୋଲି କହୁଛନ୍ତି। ସେଠି ମଧ୍ୟ ବିଶ୍ୱଟି କେମିତି, ବିଶ୍ୱ ବ୍ରହ୍ମାଣ୍ଡଟିର ଯୋଉ ମୁଁ ବର୍ତ୍ତମାନ ବ୍ଲୁ ପ୍ରିଣ୍ଟ କଥା କହିଲି, ତାର ଏଇ ଛୋଟିଆ ମଡେଲ ଭିତରେ ଆମେ ତାକୁ ହୃଦୟଙ୍ଗମ କରିପାରିବା। ଆମେ ତ ପଢି ଯାଉଛୁ, ଜାଣି ଯାଉଛୁ, କିନ୍ତୁ ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡର ଆମର ବ୍ଲୁ ପ୍ରିଣ୍ଟ କଥା ମନକୁ ଆସୁଛି, ଆମେ ତାକୁ ଆମର କଳ୍ପନା ଭିତରେ ତାକୁ ଖାପ ଖୁଆଇ ପାରୁନୁ। କିନ୍ତୁ ଏଇ ଯୋଉ ଛୋଟ ଛୋଟ ଘଟଣା ଗୁଡିକ ମୁଁ କହିଲି, ସେ ଘଟଣା ଗୁଡିକ ହେଲା ଯେ ସେଇଥିରେ ମହେଶ୍ୱରୀଙ୍କର ୱିଜଡମ ବା ପ୍ରଜ୍ଞା ଏବଂ ଶକ୍ତି ଉଭୟଟି ସେଠି କାମ କରେ। ତାପରେ ସେ କହୁଛନ୍ତି ଯେ ଯେତେବେଳେ ସେ ଯାହାକୁ ପସନ୍ଦ କରିନିଅନ୍ତି, ଏଠି ସେ କହିଲେ ଥିଙ୍କିଂ ମାଇଣ୍ଡ ୱିଲ୍ ଆଣ୍ଡ ସବ୍ଲିମେଟ୍ସ ଆଣ୍ଡ ଗ୍ରେଟେନ୍ସ ଦେମ୍ ଇନଟୁ ୱିଜଡମ ଆଣ୍ଡ ଲାର୍ଜନେସ ଅର ଫ୍ଲଡ୍ସ ୱିଥ୍ ଏ ସ୍ପ୍ଲେଣ୍ଡର ବିୟଣ୍ଡ ଦେମ୍। ଯାହା ଯେତେବେଳେ ଯାହାର ସେ ଦେଖି ଦିଅନ୍ତି ଯେ ଯୋଉମାନେ ତାଙ୍କ ପ୍ରତି ଓପନ, ତାଙ୍କର ଶକ୍ତି ପ୍ରତି ଖୋଲିକି ରହିଛନ୍ତି ଯୋଉ ମଣିଷ ମାନେ, ସେମାନଙ୍କୁ ସେ କଣ କରନ୍ତି
ना से निर्वाचन करती एवं तांकर आधार को से धीरे धीरे कौन करती ताकू शक्तिशाली करती एवं ताकू से प्रज्ञा एवं विशालता विस्टम एंड लार्जनेस और फ्लड्स विथ द स्प्लेंडर बियॉन्ड देम एवं ता भीतर से माने कौन करती से ज्ञान भंडार से जो अलौकिक ज्ञान से सब भीतर भरी दियंती तेणु माहेश्वरी टिके माने मनीषर बोधगम्य हुअंती नहीं कहीं से एक बार ऊपर लेवल रे रही एगुड़ी को आसला बेलू महाकाली महासरस्वती कौन करते ना मुझे कहवा भूलीगली जे ब्लू प्रिंट जिते तैयारी करुचंती से सब लार्जर लाइन्स गुड़ाक बृहत रूपरेख दौरान किंतु जो डिटेलिंग प्रोसेसटा महासरस्वती करती पुंखानुपुंख आम जो कहूँ से जिनसटी को महासरस्वती करती तापरे से कौन करुचंती तापरे से कहउचंती वन हु ओपन्स अस टू द सुप्रामेंटल इंफिनिटीज एंड द कॉस्मिक वास्टनेस टू द ग्रैंडियर ऑफ द सुप्रीम लाइट टू ट्रेजर हाउस ऑफ मिराकुलस नॉलेज टू द मेजरलेस मूवमेंट्स ऑफ द मदर्स इटर्नल फोर्स जो व्यक्ति को से निर्वाचन करती जोगी माने हेले अभिक्षु माने हेले जो माने कि एक बार निष्ठावान से मान को भीतर से कौन करती तांको से फाइनाइट रु इनफिनाइट वर्ल्ड आड़ को नियंती से एठी कहिले फॉर सी इज माइटी एंड वाइज से होचंती शक्तिशाली एवं प्रज्ञावती वन हु ओपन अस टू द सुप्रामेंटल इनफिनिटीज से कौन करती अतिमानसर असीमता आड़ को से माननको से धीरे धीरे नहीं जानती ता माने फाइनाइट आमे बास करूछु फाइनाइट वर्ल्ड रे आमे ससीम भितर बास करूछु से कौन करती से माननको सुप्रामेंटल इनफिनिटीज आड़ को नहीं जानती एवं इठी देखंतु शब्द को देखंतु सुप्रामेंटल इनफिनिटीज जो कहा जाउचे इनफिनिटी बिली कहू नांती से इनफिनिटीज बिली कहउचंती इनफिनिटीज एटी आमे प्लुराल देखले बहुवचन देखले ता अर्थ एई भली भाबरे आमे करि परिबा जे माने इनफिनिटी आपनकर नॉलेज इनफिनिटी आपनकर फोर्स इनफिनिटी आपनकर ब्लिस ये जो तीनोटी क्वालिटी रही सच्चिदानंदंकर इनफिनिट नॉलेज इनफिनिट पावर एंड इनफिनिट ब्लिस से आड़ को से नहीं जानती एवं से कौन करती जो पढ़िली जो मु ग्रैंडियर ऑफ द सुप्रीम लाइट टू ए ट्रेजर हाउस ऑफ मिराकुलस नॉलेज सी होचंती ज्ञानर भंडार प्रज्ञार भंडार तार जो ग्रैंडियर तार जो आलोक ता भीतर को से कौन करती जो भव्यता तार को से कौन करती ताकू ओपन करती से मानवर मन एवं ये जो मिराकुलस ट्रेजर हाउस सेटा से केमती करती मिराकुलस बिली आमे अलौकिक बिली कहूचु कहीं आमर मानसिक प्रक्रिया रे आमे ताकू मानसिक प्रक्रिया सर्वश्रेष्ठ माने जहा को कहा जाए द वाइडेस्ट माइंड द फ्रीएस्ट एंड द क्विकेस्ट इंटेलिजेंस यही तीनोटी मिसिले मध्य तांको आमे सहजरे धरि परिबा नाही किंतु कौनसी मानसिक प्रयास रे ए ज्ञान को ये जो ट्रेजर हाउस ऑफ नॉलेज को धरि परिबा नाही अलौकिक ज्ञानर भंडार अलौकिकता को से केमती मनीष भितर प्रवेश करांती से धीरे धीरे प्रवेश करांती हठात अपन देखिबे आमे देखू जे बेले बेले कालिदासंक कथा अपन धरंतु हठात किना तांको भितरे ज्ञानर स्फुरण होईची इविन आमे देखिबा हमर जे तुलसीदास जो रामायण तांकर जो बैकग्राउंड से आमे देखिबा हठात किना तांको भितरे ज्ञानर स्फुरण होईची से ज्ञानर स्फुरणटा जो हुए माने अलौकिक ज्ञान से माने लाभ करंती सेटा सेमती से माने जानि पारंतीनी किंबा एमती के हठात किना हे जाय नाही से कोन करंती तांकर वे ऑफ वर्किंग तांकर कार्य प्रणाली हैला से कोन करिवे ना धीरे धीरे स्टेप बाय स्टेप प्रति पद धीरे धीरे नेबे विथ लॉजिक विथ नॉलेज विथ एक्यूरेट वर्ड्स एई सब भितरे से कोन करिवे तार भितरटिकु ता भितरे एई जो अलौकिकतार ये भंडारटी पूरी ज्ञानर भंडारटी ता भितरे प्रवेश करेबे तेणु
ତାଙ୍କର କାର୍ଯ୍ୟ ପ୍ରଣାଳୀ ଅତି ସୂକ୍ଷ୍ମ, ତାକୁ ଆମେ ବୁଝିବା ସହଜ ନୁହଁ, ତେଣୁ ମୁଁ ଏତେ ଏକ୍ସାମ୍ପଲ ଦଉଛି। Tranquil is sea and wonderful, great and calm forever। ତାଙ୍କର ସବୁ ଚାହିଁ ବଡ ଗୁଣ ହଉଛି, ଆପଣ ଦେଖନ୍ତୁ, tranquil is sea, ଚିର ପ୍ରଶାନ୍ତ, tranquil ପୁରା ପ୍ରଶାନ୍ତ, ଶାନ୍ତ, ଧୀର, wonderful ଅଦ୍ଭୁତ। ଗୋଟେ ୱଣ୍ଡରଫୁଲ ଯେତେବେଳେ ଆମ ମନକୁ ଶବ୍ଦଟି ଆସୁଛି, ଗୋଟେ ୱଣ୍ଡର ଅଦ୍ଭୁତର ଗୋଟେ ଜ୍ଞାନ ଭାବ ଗୋଟେ ଆମ ଭିତରକୁ ଆସୁଛି। ଗ୍ରେଟ୍ ଆଣ୍ଡ କାମ୍, ସେ ମହାନ ଏବଂ ଟ୍ରାଙ୍କୁଇଲ କାମ୍। ଟ୍ରାଙ୍କୁଇଲଟା ହଉଛି ଟିକେ ବେଶୀ ଶାନ୍ତ ଅର୍ଥରେ କୁହାଯାଏ। କାମ୍ ପ୍ରାୟ ଆମେ କାମନେସ୍ କଥା କହୁ, ତାକୁ ଶ୍ରୀ ଅରବିନ୍ଦ ବେଶୀ ଟିକେ ଏମ୍ଫାସାଇଜ କରିବାକୁ ପ୍ରଭୁ ଏମିତି ଲେଖିଛନ୍ତି, କାମ୍ ଫର ଏଭର। ଆପଣ ଦେଖନ୍ତୁ, ଯେକୌଣସି ଜିନିଷ, ଏଇ ଯୋଉ ଲାଇନଟି ମୁଁ ପଢୁଲି, Tranquil is sea and wonderful, great and calm forever, ତାର ଅର୍ଥ ହଉଛି କେତେ ସ୍ଥିରତା, କେତେ ପ୍ରଶାନ୍ତ ଭାବ, କେତେ ମହନୀୟତା, କେତେ ଅଦ୍ଭୁତ ସବୁ ଜିନିଷ ତା ଭିତରେ ସେ ବିଶ୍ୱ ବ୍ରହ୍ମାଣ୍ଡକୁ ତିଆରି କରିଛନ୍ତି। ଏବଂ ସେଥିପାଇଁ ତାଙ୍କ ପ୍ରଜ୍ଞାର କିଛି ଅଂଶ ଆମେ ଭିତରେ ଭିତରେ ଅନୁଭବ କରିପାରିବା। ଏଗୁଡିକ ସବୁ ଅନୁଭବର। ପ୍ରଭୁ ତ ଏତେ ସୁନ୍ଦର ଲେଖିଛନ୍ତି ଯେ ଆମର ଭାଷା ନାହିଁ, କିନ୍ତୁ ତେବେ କେବେ ଆମେ ତାକୁ ହୃଦୟ ଭିତରେ ଭର୍ତ୍ତି କରିପାରିବା ଯେ ସେ এইଭଳି ଭାବରେ ତାଙ୍କର ପ୍ରଜ୍ଞାକୁ ବର୍ଣ୍ଣନା କରୁଛନ୍ତି। Nothing can move her because all wisdom is in her। କାହିଁକି ସେ ବିଚଳିତ ହେବେ? ସେ ସବୁବେଳେ ଅବିଚଳିତ। ତାର କାରଣ ହଉଛି ସକଳ ପ୍ରଜ୍ଞା ତାଙ୍କ ଭିତରେ ରହିଛି। ତାଙ୍କ ଭିତରେ କୌଣସି କିଛି ଜିନିଷ, nothing is hidden from her that she chooses to know। ତେଣୁ ସକଳ ପ୍ରଜ୍ଞା ତାଙ୍କ ଭିତରେ ରହିଛି। ତେଣୁ ଯାହା ତାଙ୍କଠୁ ଆମେ କିଛି ଲୁଚେଇ ପାରିବାନି, ତାଙ୍କୁ ଲୁଚେଇବାକୁ ଚାହିଁଲେ ମଧ୍ୟ ଆମେ ଲୁଚେଇ ପାରିବାନି। ମୁଁ ଏଠି ଗୋଟେ ଘଟଣା ଆପଣମାନଙ୍କୁ କହୁଛି ଯେ ଥରେ ଜଣେ ଭଦ୍ରଲୋକ ଆସିକି ପହଞ୍ଚିଲେ ଏବଂ ସେ ଆଶ୍ରମରେ ତାଙ୍କର ପରିଚୟ ରିସେପସନରେ ଯୋଉ କାଉଣ୍ଟର ଅଛି ସେଠି ଯାଇକି ଲେଖିଲେ ଯେ ସିଏ ହଉଛନ୍ତି ଶ୍ରୀଲଙ୍କାର ପ୍ରିନ୍ସ, ତେଣୁ ତାଙ୍କୁ ଗୋଲକୋଣ୍ଡା ହାଉସ ଦିଆଯାଉ। ଯିଏ ଥିଲେ ତାଙ୍କୁ ଯାଇକି ମାଙ୍କୁ ଖବର ଦେଲେ। ମା କହିଲେ ଯେ ନା, ତାଙ୍କୁ ଗୋଲକୋଣ୍ଡା ହାଉସ ଦିଆଯାଇ ପାରିବନି। ସେ କହିଲେ ହ୍ୱାଇ ମଦର, କାହିଁକି ଆପଣ ଦେଇପାରିବେ, ଦବାକୁ ମନା କରୁଛନ୍ତି? ସେଠୁ ସେ କହିଲେ ଯେ, ମା କହିଲେ ମୁଁ କହୁଛି ତାକୁ ଦିଆହବ ନାହିଁ, ବିକଜ ହି ଇଜ ଏ ଥିପ୍, ସେ ଗୋଟେ ଚୋର। ସେଠୁ କହିଲେ ହାଉ ଡୁ ୟୁ ନୋ, ଆପଣ କେମିତି ଜାଣିଲେ? ସେଠୁ ମା କହିଲେ ଓ ୟୁ ୱାଣ୍ଟ ଟୁ ଟେଷ୍ଟ ଦ ଡିଭାଇନ୍। ତାପରେ ଯେତେବେଳେ ସେ ସାରିକି ଯେତେବେଳେ ମାଙ୍କ ପାଖରୁ ଏ କଥା ଶୁଣିକି ଆସୁଛନ୍ତି ତଳକୁ ଆସିଲା ପରେ ସେ ଭଦ୍ରଲୋକ ଯୋଉ ପ୍ରିନ୍ସ ଯିଏ କହୁଛନ୍ତି ସେ ଠିଆ ହେଇଛନ୍ତି ଏବଂ ଜଣେ ଜଜ ସିଏ ପଶିଲେ। ସେ ବୋଧେ ଆଶ୍ରମରେ ରହୁଥିଲେ କି କଣ, ସେ କଥା ତ ଲେଖା ହେଇନି। ଯେତେବେଳେ ଭିତରକୁ ପଶିଲେ ସେତେବେଳେ ସେ କହିଲେ ହ୍ୱାଇ ଦିସ୍ ଫେଲୋ ଇଜ ଷ୍ଟାଣ୍ଡିଂ, ଇଏ କାହିଁକି ଏଠି ଠିଆ ହେଇଛି? ସେଠୁ ତାଙ୍କ ପାଖରେ ଯୋଉ ଭଦ୍ରଲୋକ ଆସିଲେ ତାଙ୍କୁ କହିଲେ ସାର୍ ସିଏ ତ ହଉଛନ୍ତି ଶ୍ରୀଲଙ୍କାର ପ୍ରିନ୍ସ। ସେ କହିଲେ ମୁଁ ତାଙ୍କୁ ଆଗରୁ ଜେଲ ଦଣ୍ଡ ଦେଇ ସାରିଛି। ତେଣୁ ଏଇ ଯୋଉ କହିଲି ମୁଁ ହିଡିନ୍, ଆମେ ଆମ ଯୋଉ ମା ପ୍ରଭୁ କହନ୍ତି ଯୋଉ ପ୍ରାର୍ଥନାଟି ଓପନ ୟୋର ମାଇଣ୍ଡ, ୟୋର ହାର୍ଟ ଆଣ୍ଡ ୟୋର ଲାଇଫ, ଆମକୁ କମ୍ପ୍ଲିଟଲି ଆମେ ଯାହା ଯିଏ ଆମର ଅତି ଅନ୍ତରଙ୍ଗ ତାଙ୍କ ପାଖରେ ଆମେ ଯାହା କହି ନ ପାରିବା, ଆମ ଭିତରେ କେତେ ଭାବନା ଆସୁଛି, କେତେ ସଦ୍ଭାବନା ଆସୁଛି, କେତେ ବିକାର ଭାବନା ଆସୁଛି, ଯେତେ ବି ଯାହା ଆସୁ ମାଙ୍କ ପାଖରେ ବସିକି ଯେତେବେଳେ ଆମେ ତାଙ୍କ ପାଖରେ ଖୋଲିକି ଧରୁ, ସେ ଧୀରେ 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 ସେଗୁଡିକ ଆମ ପାଖରୁ ନେଇଯାଆନ୍ତି। କାହିଁକି ନା ତାଙ୍କ ପାଖରୁ କୌଣସି ଜିନିଷ ଲୁକାୟିତ କରି ରଖି ହବ ନାହିଁ। ସେ କଣ କରନ୍ତି, ସେ କୋର ଅଫ ଦ ଥିଙ୍ଗସ୍, ଟ୍ରୁଥ ଅଫ ଦ ଥିଙ୍ଗସ୍, ସିଏ ସମସ୍ତ ଜିନିଷର କୋରରେ ଯାଇକି, ମୂଳରେ ଯାଇକି ତାକୁ ସେ ତାଙ୍କର ସେଇ ପ୍ରାଜ୍ଞ ଅଛି, ସେ ତାକୁ ଯାଇକି ସେଇଠି ତାକୁ ଧରନ୍ତି ଏବଂ କଣ କରନ୍ତି ନା ସବୁ କଥା ସେ ଜାଣିପାରନ୍ତି। ତେଣୁ ତାଙ୍କୁ ବହୁତ ଘଟଣା ଏମିତି ଆଶ୍ରମରେ ରହିଛି ଯୋଉମାନେ କି ମାଙ୍କ ପାଖରୁ ଲୁଚେଇବାକୁ ଚାହିଁଛନ୍ତି, କିନ୍ତୁ ମା ସବୁ ଜାଣିପାରନ୍ତି। ଗୋଟିଏ ଘଟଣା ଆପଣଙ୍କୁ ବର୍ଣ୍ଣନା କଲି। ଏବଂ ପ୍ରତି ଲୋକର ନେଚର, all beings and their nature and what moves them and the law of the world and its times and how all was and is and must be, ସେ କହୁଛନ୍ତି ସବୁ କଥା ସେ ଜାଣିପାରନ୍ତି। କାହିଁକି ନା she comprehends all things, ତାଙ୍କ ଭିତରେ ସାମଗ୍ରିକତାର ଜ୍ଞାନ ରହିଛି। ସେ ସବୁ କଥା
छोटरू बड़ पर्यंत तार कोर ऑफ द थिंग रे जाइकी ताकू से बुझी पारंती ता भीतर सत्य को बुझी पारंती एवं प्रति बीइंग रो नेचर जणे बाहरे गोटे अभिनय करूची मां को पाखे जाइकी धर से हमर टेंडेंसी सब रही आम जिते निजक क्या सामने प्रेजेंट करूँ सब बेले आमर भल जिनसटी को आम प्रोजेक्ट करूँ किंतु माँ सांगे सांगे जानीपारती कहीं ना सी प्रति लोकर नेचर प्रकृति जानती एवं कौ शक्ति माने तांको परिचालित करुछंती तांको मध्य से जानती एवं जगतर विधान जानती and its time and how all was and is and must be तांकर कालर ज्ञान रही अतीत कौन थिला वर्तमान what must be कौन हबो how all was and is अतीत कौन थिला वर्तमान कौन एवं भविष्य कौन हबो से ज्ञान भी तांकर रही एठी आ गोटे कथा कहूची मु ट्रुथ ऑफ द बीइंग रे मु कहूची जे जेतबेले मां जिपमोर को गोटे मां को किछि दिया हेतिला मां जिपमोर को गोटे बाणी पठे थिले से बाणीटी होउची ट्रुथ क्योर्स सत्य आपन को निरोग करेबा आरोग्य करे से जो एठी समान को पाक को जाईथिला एवं सेठी माने कोठी रखी देथिले डॉक्टर आलोक पांडे दा जेतबेले थरे जाईथिले तांको डाकिथिले सेतबेले से कहिले जे बाणीटी बहुत दिन तळे मां आपन को देथिले सेटू समान करा मने नहीं से माने ताको कोन करले ना कहले तापरे खोजा खोजी करके ताको बाहर करले ट्रुथ क्योर्स ए जो क्योर करिवार माने भितरु आपनकर क्योर करिवे भितर को जानिबे एटा होची तांकर हीलिंग टच मांकर आकु सेतो प्रकाश बिली कहंती मां जेतबेले पिला दिनु से शक्तिर से अधिकारी थिले एवं जेतबेले से शक्ति को प्रयोग करंती से होची आपनकर प्योर व्हाइट लाइट पूरा से रश्मि माँ निजे भी दिने को माने कथा प्रसंग रे निजे को निजे कहूतले जे ओ दैट ग्रेट लेडी शी हैड पोजेस दैट लाइट से निजे को निजे ही फर्स्ट पर्सन रे कहूतले से लाइट कौन करे ना धीरे धीरे से आप जेतले भीतर को जे सक्षम हो अन्य सब आधार रे से गुडी को प्रयोग करि परिबेनी काहे कि ना से भांगी पड़िबो तेणु जार आधार जिते ओपन होते शक्तिशाली होती से लाइट पूरा भितर को जीव कहीं इट विल एंटर इनटू द कोर ऑफ द थिंग एंड बीइंग से मनीषर एवं प्रकृतिर एक बार मूल भितर को जीव एवं ताकू टोटालिटी रे नष्ट करिवो एई होची तांकर काम एंड a strength is in her that meets everything and masters and none can prevail in the end against her vast intelligence in intangible wisdom and high tranquil power तांको भितरे शक्ति रही ज्ञान हम कहली ना प्रज्ञा रु ज्ञान रु शक्ति ज्ञान जेतबेले हबो आपन को आपन जेते दुर्बल होंतु शारीरिक स्तर रे आपन को भितरे आपन ट्रू जो स्ट्रेंथ हमें कहूछु सेटा आपन को भितरे धीरे धीरे जन्म लाभ करिवो तेनु से पई से कहउचंती जेहेतु तांको भितरे स्ट्रेंथ से प्रज्ञा रु मु बारंबार कथा कहूची स्ट्रेंथ तांकर प्रज्ञा रु आसुची तेनु सी मीट्स एवरीथिंग एवं से सब किछि को जहा जो परिस्थिति आसु सब किछि को से माने ताकू से सम्मुखीन होंती एवं कोन करंती आ केही तांको सामने रे तिष्टि पारंतिनी तांकर जो विस्टम अछि तांकर जो ट्रैंक्विल पावर अछि बा प्रशांत शक्ति रहिछि सेथिरे से सबू तांको पाखे से तिष्टि पारिबेनी से ताको समस्त तांकर वश्यता स्वीकार करिवे इक्वल पेशेंट एंड unalterable in her will she deals with man according to their nature and with things and happenings according to their force and the truth that is in them एतो आगुर तो टिके मु कहि सारी छी एठी जो से कथा कहू जंती जे से होचंती इक्वल पेशेंट एंड अनअल्टरेबल इन हर विल से होचंती इक्वल से होचंती समदर्शी रो जो कथाटी एमती बुझिबा को पड़िबो समदर्शी से कथा नुह जे समस्तंका प्रति से इक्वल से माने समस्तंका प्रति एक प्रकार रो भाव ताको हमें आस्ते आस्ते आसंता काली ताको टिके आलोचना करिबा इक्वल पेशेंट एंड अनअल्टरेबल विल बहुत पेशेंट एठी जेतबेले प्रकृति गुडी को से वर्णना करूचंती
ସେତେବେଳେ କେତେ ଗୁଡିକ ମାନେ ଆମେ ତ ନିମ୍ନ ପ୍ରକୃତିରେ ରହିଛୁ, ପରା ପ୍ରକୃତି କିଭଳି ଜିନିଷ ତାର କିଛି ଏକ୍ସାମ୍ପଲ ମୁଁ ଏଠି କୋଟ କରୁଛି। ଯେତେବେଳେ ଆଶ୍ରମରେ ଯେତେବେଳେ ପ୍ରଥମ ଆଶ୍ରମ ତିଆରି ହେଲା, ସବୁ ବଡ ବଡ ମହାନ ସାଧକ ମାନେ ଆସିଥିଲେ, ଚୋଜନ ବାଇ ଦ ଡିଭାଇନ। ସେଇ ଆଶ୍ରମକୁ ଆସିଥିଲେ, ସେମାନେ ନିର୍ବାଚିତ ହେଇକି ଆସିଥିଲେ। ନଳିନ୍ଦା, ପବିତ୍ରଦା, ପ୍ରଣବଦା, ଆପଣଙ୍କର ଅମୃତା, ଏମାନେ ସବୁ ପୁରା ମାନେ ପ୍ରଭୁ ମାଙ୍କର ଚତୁଃପାର୍ଶ୍ୱରେ ଗୋଟେ ଗୋଟେ ଦେବତା ଭଳିଆ ତାଙ୍କର କ୍ୱାଲିଟି ଥିଲା। ସେଇ ଯୋଉ ମଣିଷର ନେଚର, ପରା ପ୍ରକୃତିର ନେଚର କେମିତି ତାଙ୍କ ଭିତରେ ପ୍ରସ୍ଫୁଟିତ ହେଇଥିଲା, ତାର କିଛି ଅଂଶ ମୁଁ କହୁଛି। ଯେତେବେଳେ ଏମାନେ ବହୁତ ସାଙ୍ଗ ଥିଲେ, ଆମର ଅମୃତା ଆଉ ପବିତ୍ରଦା, ସେମାନେ ବହୁତ ହି ସାଙ୍ଗ ଥିଲେ, ଅଭିନ୍ନ ମିତ୍ର ଥିଲେ। ଦିଟି ପାଖାପାଖି ରୁମରେ ବି ରହୁଥିଲେ। ମଝିରେ କେବଳ ଆମର ଏଇ ଯୋଉ ଟ୍ରଷ୍ଟି ମାନଙ୍କର ରୁମଟି ଅଛି, ସେମାନେ ରହୁଥିଲେ। ସେମାନେ ସାଙ୍ଗ ହେଇକି ସବୁବେଳେ ଖାଇବାକୁ ଯାଆନ୍ତି। ଯେତେବେଳେ ଖାଇବାକୁ ଯାଆନ୍ତି, ସେତେବେଳେ ଆମର ଯିଏ ନଳିନ୍ଦା, ସେ ପୁରା ପେସେଣ୍ଟ। ସେ ତାଙ୍କର ଆମେ କହୁନା ବରୁଣଙ୍କର ସେ ଅବତାର ବୋଲି, ବରୁଣଙ୍କର ଗୋଟେ ବିଭୂତି ବୋଲି ଆମେ କହୁ। ସେ ପୁରା ହ୍ୱାଇଟ ଏବଂ ପେସେଣ୍ଟ। ସେ ଯେତେବେଳେ ଯାଆନ୍ତି, ସେ କୋଉ ଆଡେ ଅନାନ୍ତିନି, ପୁରା ସ୍ଥିର ହେଇକି ସେ ଯିବେ ସାମ୍ନାକୁ ଅନେଇକି, ଏପାଖ ନାହିଁ କି ସେପାଖ ନାହିଁ। କିନ୍ତୁ ଆମର ଯୋଉ ଅମୃତା ଅଛନ୍ତି, ସେ କଣ କରନ୍ତି ନା ସବୁବେଳେ ଯେମିତି ଯିବେ ଏପାଖକୁ ଅନଉଥିବେ, ସେପାଖକୁ ଅନଉଥିବେ, ଯାହାକୁ ଦେଖୁଥିବେ ତାକୁ କହୁଥିବ ହେଲୋ, ହାଇ, ହାଉ ଡୁ ୟୁ ଡୁ, ହ୍ୱାଟ୍ସ ହ୍ୟାପନିଂ, ହ୍ୱାଟ୍ସ ଗୋଇଂ ଅନ୍ ହିୟର। ତାଙ୍କର ମହାଲକ୍ଷ୍ମୀଙ୍କର ଇଏ ସବୁବେଳେ ତାଙ୍କର ସବୁ ମାନେ ବ୍ରହ୍ମଙ୍କୁ ସେ ଉପଲବ୍ଧି କରିଥିଲେ ବୋଲି କୁହାଯାଏ। ତେଣୁ ତାଙ୍କର ମହାଲକ୍ଷ୍ମୀଙ୍କର ସ୍ୱରୂପଟି ତାଙ୍କ ପ୍ରକୃତି ଭିତରେ ପ୍ରସ୍ଫୁଟିତ ହୁଏ। ଏବଂ ନଳିନ୍ଦାଙ୍କର ଆମର ମାହେଶ୍ୱରୀଙ୍କର ଯୋଉ ଶକ୍ତିଟି ଅଛି ସେ ପ୍ରତିଫଳିତ ହୁଏ। ସେମିତି ପ୍ରଣବଦା ଆପଣଙ୍କୁ ଥରେ ଗୋଟେ ଜଣେ ଭଦ୍ରଲୋକ ବାହାରୁ ଆସିଲେ, ଡେମନଷ୍ଟ୍ରେଟ କରିବାକୁ ଚାହୁଁଛନ୍ତି ଗୋଟେ ଦ ପାୱାର ଅଫ ଦ ମାଇଣ୍ଡ। ସମସ୍ତେ ଯାଇକି ପ୍ଲେଗ୍ରାଉଣ୍ଡର ହଲରେ ସମସ୍ତେ ଏକାଠି ହେଇଛନ୍ତି, ପ୍ରଣବଦା ବି ଅଛନ୍ତି। ସେ ଭଦ୍ରଲୋକ ଆସିଲେ, ସେ ଯେମିତି ଆରମ୍ଭ କରିଛନ୍ତି ତାଙ୍କର ମାନେ ଡେମନଷ୍ଟ୍ରେଟ କରିକି କହିବା ଆରମ୍ଭ କରିଛନ୍ତି, ହଠାତ୍ କିନା ପ୍ରଣବଦା କହିଲେ, ଓ ଲେଟ୍ ଅସ୍ ଲିଭ୍ କହିକି ସେ ଆଗ ସେଠୁ ଛାଡିକି ପଳେଇ ଆସିଲେ। ଆଉ କିଛି କହିନାହାନ୍ତି। ତାଙ୍କ ପଛେ ପଛେ ଆଶ୍ରମର ଯେତେ ଥିଲେ ସମସ୍ତେ ତାଙ୍କ ପଛେ ପଛେ ଚାଲି ଆସିଲେ। ଯେତେବେଳେ ପଛେ ଚାଲି ଆସିଲେ, ମା ଯେତେବେଳେ ଜାଣିଲେ, ସେତେବେଳେ ମା କହିଲେ ଯେ ପ୍ରଣବଦା କିଛି ଦେଖିଛନ୍ତି ଯାହାକି ଅନ୍ୟମାନେ ଦେଖିପାରି ନାହାନ୍ତି। ତେଣୁ ସେଥିପାଇଁ କେତେ ଲୋକ ଆସନ୍ତି, ଚାଲି ଆସନ୍ତି, ମାନେ ଆସନ୍ତି ଏମିତି ଡେମନଷ୍ଟ୍ରେଟ କରିବାକୁ, ତାଙ୍କୁ ଇଏ କରାଯାଏ, ଇନଭାଇଟ କରାଯାଏ, କିନ୍ତୁ ସେଠି କିଛି ସାରାଂଶ ନଥାଏ। ତେଣୁ କଣ ଗୋଟେ ଭାବିକି ସେ ଆଗକୁ ଜାଣିପାରିଛନ୍ତି ସମଥିଙ୍ଗ ଇଜ ରଙ୍ଗ ୱିଥ ଦ୍ୟାଟ ମ୍ୟାନ, ତେଣୁ ସେ ଚାଲି ଆସିଛନ୍ତି। ଏମିତି ବହୁତ ଏକ୍ସାମ୍ପଲ ରହିଛି ଯାହାଦ୍ୱାରା କି ଆମେ ମାହେଶ୍ୱରଙ୍କୁ ଆମେ ବିଶେଷ ଭାବରେ ବୁଝିପାରିବା। ଆଉ ଗୋଟେ ବି ଏକ୍ସାମ୍ପଲ ଅଛି ଯେ ଜଣେ ଭଦ୍ର ମହିଳା ପଞ୍ଚରେ ପହଞ୍ଚିଲେ, ଗୋଟେ ଜାଗାରେ ଯାଇକି ରହିଲେ ଏବଂ ଚାରିଆଡେ ପ୍ରଚାର ହେଇଗଲା ଯେ ସେ ହେଉଛନ୍ତି ସାବିତ୍ରୀଙ୍କର ଇନକାର୍ନେସନ। ଆଶ୍ରମର ଲୋକମାନେ ଯିବାକୁ ଲାଗିଲେ, ମାଙ୍କ କାନକୁ ଏ କଥା ଆସିଲା। ଯେତେବେଳେ ମାଙ୍କ କାନକୁ ଆସିଲା, ଯୋଉମାନେ ମାଙ୍କର ଅତି ମାନେ ଯାହାକୁ କହନ୍ତି ଅତି ବରିଷ୍ଠ ସାଧକ ମାନେ ଯେତେବେଳେ ଯିବାକୁ ଆରମ୍ଭ କଲେ, ମା ସେଠୁ କହିଲେ, ଆରେ ସେମାନେ ତ ଯାଉଛନ୍ତି, ତମମାନେ ବି ଯାଉଛ? ସେମାନେ କହିଲେ ଯେ ନାଇଁ ମା, ଆମେ ତାଙ୍କ ଦ୍ଵାରା ପ୍ରଭାବିତ ହବୁନୁ, ଆମେ ଯାଉଛୁ। ତାପରେ ଦେଖିଲା ବେଳକୁ ମା କହିଲେ ଓକେ ୟୁ ଗୋ, ତୁମେ ଯାଅ। କିନ୍ତୁ ତା ପରଦିନ ହିଁ ପୋଲିସ ଆରେଷ୍ଟ କରିକି ତାଙ୍କୁ ନେଇଗଲା। ମାଙ୍କ ଭିତରେ କେମିତି ମାହେଶ୍ୱରୀଙ୍କର ଯୋଉ ପ୍ରଜ୍ଞା କେମିତି ଅପରେଟ କରୁଥିଲା, ତାର ବିଭିନ୍ନ ଉଦାହରଣ ମୁଁ ମାନେ ଏଠି ବର୍ଣ୍ଣନା କରୁଛି। ତେଣୁ ତାପରେ ପରେ ଆମେ ଦେଖିବା force and the truth that is in the equal patient and unalterable in her will. ତାଙ୍କର ଅବିଚଳିତ ସଂକଳ୍ପ ଶକ୍ତି, ସେ ବିଚଳିତ ହୁଅନ୍ତିନି। He deals with men according to their nature and with things and happenings according to their force and the truth that is in them. ଯେମିତି ଆପଣଙ୍କର କୁହାଯିବ ଯେ ଅସୁର, ରାକ୍ଷସ, ପିଶାଚ ଯାହା ଆସନ୍ତାକାଲି ସେଟା ଆସିବ, ଯୋଉ ମାନେ ଅଛନ୍ତି ତାଙ୍କୁ କଣ କରାଯାଏ
ମାଙ୍କର ପ୍ରୋସେସ ସେମିତି ନୁହଁ, ଡିଭାଇନଙ୍କର ପ୍ରୋସେସ ସେମିତି ନୁହଁ। ମାହେଶ୍ୱରୀଙ୍କର ଯୋଉ ଜ୍ଞାନ ସ୍ୱରୂପରେ ସେ ରହିଛନ୍ତି, ସେ କେମିତି ସେମାନଙ୍କୁ ଚାଳନା କରନ୍ତି, ସେମାନଙ୍କୁ ସବୁ ରକମର ସ୍ୱାଧୀନତା ଦିଅନ୍ତି। ଫ୍ରିଡମ ଯୋଉ ଆଶ୍ରମରେ ଆମର ରହିଛି, କୌଣସି ରକମର ରେଷ୍ଟ୍ରିକ୍ସନ ନାହିଁ, ତାର ଗୋଟେ ବହୁତ ଭଲ ଦିଗ ରହିଛି। ବିକଜ ଯେତେବେଳେ ଜଣେ ଇଭଲ୍ଭ ହବ, ଯେତେବେଳେ ଜଣେ ବିବର୍ତ୍ତିତ ହବ, ସେତେବେଳେ ତାକୁ ଚାପି ଦେଲେ ହବନି, ତା ଭିତରେ ଭଲ ମନ୍ଦ ସବୁ ଗୁଡିକ ଆଗକୁ ବାହାରିବ। ଏ ଯୋଉ ରାକ୍ଷସ ପିଶାଚ ଅସୁର ପ୍ରତି ମାଙ୍କର ଯୋଉ ଅଫୁରନ୍ତ କରୁଣା, ତାର କାରଣ ହଉଛି ସେ ତାଙ୍କୁ ଛାଡି ଦିଅନ୍ତି। ସେ କାହିଁକି ନା ସେମାନେ ରିଏଲ ନୁହନ୍ତି, ସେମାନେ ସତ ନୁହନ୍ତି। ସେମାନେ କଣ କରନ୍ତି, ତାଙ୍କ ଅହଙ୍କାର ଦ୍ଵାରା ସେମାନେ ଆଗକୁ 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 ଯାଇକି ଏବଂ ସେମାନେ ପ୍ରୋକ୍ଲେମ କରନ୍ତି, ଘୋଷଣା କରନ୍ତି ଆମେ ଭଗବାନଙ୍କଠୁ ବି ଆହୁରି ବଡ। ତାପରେ ଗୋଟେ ପୋଜିସନକୁ ଯାଆନ୍ତି ଯେତେବେଳେ ସେମାନେ ବଷ୍ଟ କରିଯାଆନ୍ତି, ନିଶ୍ଚିହ୍ନ ହେଇଯାଆନ୍ତି ବା ଇମ୍ପ୍ଲୋଡ କରିଯାଆନ୍ତି। ତେଣୁ ମାହେଶ୍ୱରୀଙ୍କର ଯୋଉ ତାଙ୍କର ମଣିଷ ଭିତରେ ସମସ୍ତ ପୃଥିବୀର ସବୁ ଯେତିକି ଇନ୍ ଅଲ୍ ଥିଙ୍ଗସ୍ ଆଣ୍ଡ ବିଙ୍ଗସ୍, ସମସ୍ତ ସକଳ ସତ୍ତା ସକଳ ବସ୍ତୁ ଭିତରେ ସେ କଣ କରନ୍ତି, ତାଙ୍କର ଏଇ ପ୍ରଜ୍ଞାର ଶକ୍ତିଟିକୁ ସେ ଅପରେଟ କରନ୍ତି। ତାପରେ ହଉଛି but she follows the decrees according to their force and nature. Partiality she has none. Partiality she has none यार बहुत एग्जांपल अछि जे जणको कहउचंती नाही तमको से फैन मागुचंती किंतु फैन दिया होनी तांको, आउ जणको फैन दिया होची, जणे विजिटर आछंती बाहर येरु किछि मास रहिबे तांको फैन दिया होची। तेणु अनेक समय साधकଙ୍କ मनरे प्रश्न आसे जे मु एते दिन धरि मां को मागुची, मां ग्रांट करू नांती, आउ तांको से पंखाटी देई दउचंती, मते एते गरम होची। सेतବେଳେ मां कहउचंती जे मां कोन करंती, जो माने तांको पाखरे रहिचंती तांको चेतनार अभिवृद्धि पई से कार्य करंती। किंतु आमे तो इग्नोरेंट मनीष, अज्ञ मनीष, आमे ताको विशेष भाव रे हृदयंगम करि पारुनु, नाना रकम कंप्लेन करू, बहुत कंप्लेनिंग सबु लोक रहिचंती, माने बहुत रकम रो कंप्लेन करंती। किंतु मां ता भितरे माने जेसु कोर ऑफ थिंग्स से देखंती, तेनु से जानि पारंती। थरे जणे आजके कहिले जे मदर से सबु बेले आश्रम रे रही कि जी आसुचंती तांकु आश्रम रो सबु ये गुडिको मंद गुडिको कहउचंती, सबु बेले आश्रम को क्रिटिसाइज करूचंती। आउ सेटु मदर कहिले अच्छा आउ ठीक अछि बिली मां कहिले। पुणी आउ दिन आजके कहिले सेटु मदर कहिले जे देखंतु मांकर विस्टम कथाटा मु कहूची। मां सेटु कोन कहिले कहिले किंतु तमे दिने मो कथा कहि कि देख तो, मो कथा कहि कि देख, मो विषय रे को ताले देखियो से केमती vehemently अपोज करिवो। किए जदि मो विरुद्ध रे कहिला he will से vehemently ऑब्जेक्ट करिवो। एवं मांकर धारा देखंतु केमती कहउचंती, जेते बेले से कहउचन जे आश्रम जी आसिला नूतन आगंतुक आसिले तांकु से आश्रम रो सब बैड थिंग्स कहिबे, खराब जिंस कहिबे, मां कहउचंती से ता भीतर गोटे सूक्ष्म टेस्ट करूचंती। जदि आश्रम रो समस्त मंद कथा जानि कि जणे आश्रम को रहिबा को आस्तिला छाडी कि चली गला, ताले जना पड़िबो जे whether he is sincere or not। तेणु प्रज्ञाटी किभଳି भाबरे ऑपरेट करूची, एई जिंसटी को हमको बुझिबा को पड़िबो। वर्तमान समय हे गलानी, मु रखुची, बाकी जहा आलोचना रहिला काली को करिबा। मु सिंपलेस्ट वर्ड रे कोनोसी स्कॉलास्टिक वक्तव्य न रखी कि रियलिस्टिक वे रे मु एक बार सिंपल ये रे माहेश्वरी को बुझे देली। काहे कि ए कथाटी मु भाबिली जे से बोधगम्य नुहंती, मनीषर बोधगम्य से नुहंती। तेणु एई सब छोट छोट एग्जांपल माध्यम रे जोटा कि घटिची आपण माने आमे समस्त मु तो निश्चय मु तो निजे जेतले पढुची मते मुग्ध हे जाउची आ कहिबान नै, सेतै मु भाबिली याकू एई बडी भाबरे प्रेजेंट करिबी बिली। वर्तमान मु मोर कहिबा शेष करूची। मा प्रभुଙ୍କ श्री चरण रे कृतज्ञता भरा प्रणाम जनाउची। आपण मानक समस्तଙ୍କୁ ମଧ୍ୟ नमस्कार। मोर समस्त सदिच्छा और सम्मान। कांचन एथर तमे आरंभ करो। हाँ कांचन, बहुत सुंदर आलोचना बापांकर। काली आहरी अवशिष्ट अंश रहिला, काली आलोचना करिबे अपा। जड़े जिते अधिक मां को क्रिया प्रति उन्मुख हेबो सेते बेसी सहजरे तार समस्या गुड़िकर समाधान हो जिवो।
ଏବଂ ଯାହା ଯଥାର୍ଥରେ ହେବା କଥା ତାହା ହିଁ ହେବ। ଆମେ କେବଳ ଆମର ହେବା କଥା ନହେଲେ ଆମେ ବ୍ୟସ୍ତ ହେଇଯାଉ। ଯେତେବେଳେ ଆମେ ଭଲ ଓ ମନ୍ଦ ସବୁକିଛି ସ୍ୱୀକାର କରି ଶିଖିବା ସହଜରେ ଏବଂ ନିରବରେ, ତାହେଲେ ସବୁ ମଙ୍ଗଳକର ହେବ। ଆସନ୍ତାକାଲିର ଆଲୋଚନାର ଟପିକ୍ ଏଇ ସବଜେକ୍ଟ ହିଁ ରହିବ, ମାହେଶ୍ୱରୀ ରୂପରେ ମା ଓ ତାଙ୍କ କାର୍ଯ୍ୟ, ତାର ଅବଶିଷ୍ଟାଂଶ ରହିଲା। ଆଉ ସେଇ ସୁରଜପା ଆଲୋଚନା କରିବେ। ଆଲୋଚନାର କାର୍ଯ୍ୟକ୍ରମଟିକୁ ମା ଓ ପ୍ରଭୁଙ୍କ ପାଦପଦ୍ମରେ ଅର୍ପଣ କରୁଛି। ତାଙ୍କ କୃପାରୂପାଙ୍କ ମାଧ୍ୟମରେ ଆମେ ଯେଉଁ ଜ୍ଞାନଦୀପ୍ତ ହେଲୁ, ସେଥିପାଇଁ ମା ଓ ପ୍ରଭୁଙ୍କୁ ଅଶେଷ ଅଶେଷ କୃତଜ୍ଞତା। ବହୁତ ସୁନ୍ଦର କଥା କହିଲେ, ଉଦାହରଣ ସବୁ ଦେଇକିରି ମାହେଶ୍ୱରୀଙ୍କର ଗୁଣ ଗୁଡ଼ିକ ବର୍ଣ୍ଣନା କଲେ। ଦିଲ୍ଲୀର ଆଶ୍ରମ କଥା, ଗୋଲକୁଣ୍ଡା ହାଉସ୍ କଥା, ସବୁ ସେ ବିଶ୍ୱ ବ୍ରହ୍ମାଣ୍ଡର କେମିତି ବ୍ଲୁ ପ୍ରିଣ୍ଟ ତିଆରି କରନ୍ତି। ମା ତାଙ୍କ ସଂକଳ୍ପରେ ସବୁବେଳେ ଅବିଚଳିତ ଥାନ୍ତି। ସୁରଜପାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ସମୟ ତ ହେଇନି, କିନ୍ତୁ ରଖିବା। ଯଦି ସମୟ ହଉନି ଆଉ ଗୋଟେ ଲାଇନ କହୁଛି, କହିଦିଅନ୍ତୁ ଅପା। ଅଛି, ସମୟ ଅଛି। equal patient and unalterable in her will। ଏ ଯୋଉ ପେସେଣ୍ଟ, ଯୋଉ ଧୈର୍ଯ୍ୟ କଥାଟି ସେ କହିଲେ, ଆମର ଯେତେବେଳେ ମୋର ବହୁତ ମତେ ଭଲ ଲାଗେ ଏଟା, ଯେତେବେଳେ ଅଶ୍ୱପତି ଏଡୋରେସନ ଅଫ ଦ ଡିଭାଇନ ମଦରଙ୍କୁ ଦେଖୁ, ଏଡୋରେସନ ଅଫ ଦ ଡିଭାଇନ ମଦରରେ ଆମେ ଦେଖୁ ଯେ ଯେତେବେଳେ ତାଙ୍କୁ ସେ ସାକ୍ଷାତ କରୁଛନ୍ତି, ମାଙ୍କୁ, ପରମା ଜନନୀଙ୍କୁ ଯେତେବେଳେ ସେ ସାକ୍ଷାତ କରୁଛନ୍ତି, ସେତେବେଳେ ସେ ପୁରା ତାଙ୍କ ଭିତରେ ଗୋଟେ ଶିହରଣ ଆସୁଛି। ସେ ପୁରା ପ୍ରସ୍ତୁତ ହେଇଯାଉଛନ୍ତି ତାଙ୍କୁ ପରମା ଜନନୀଙ୍କର ନିଜ ଭିତରେ ସମାହିତ କରିବେ। ସେତେବେଳେ ତାଙ୍କ ଭିତରେ ପ୍ରାର୍ଥନା ଆସୁଛି ଯେ ମୁଁ ତ ମଣିଷ ପାଇଁ, ପୃଥିବୀ ପାଇଁ ତାଙ୍କୁ ମାଗିଛି, ମୁଁ ଏକା କେମିତି ତାଙ୍କୁ ଗ୍ରହଣ କରିବି। ତେଣୁ ସେ ଆଗକୁ ଆଗକୁ ବଢିଛନ୍ତି ଏବଂ ହାଉସ୍ ଅଫ ଦ ସ୍ପିରିଟ ରେ ଯେତେବେଳେ ପହଞ୍ଚିଛନ୍ତି, ସେତେବେଳେ କେତେ ତପସ୍ୟା କରି ଆସିଲେଣି, ତପସ୍ୟାର ଶେଷ ଭାଗରେ ଆସିକି ପହଞ୍ଚିଛନ୍ତି। ସେତେବେଳେ ସେଠି ଗୋଟେ ଅଛି ହାଉସ୍ ଅଫ ଦ ସ୍ପିରିଟ ଆଣ୍ଡ ଇଏରେ, ଯେତେବେଳେ ତାଙ୍କୁ ଆଉ କିଛି ଦେଖା ଯାଉନି, କେମିତି ସେ ପୃଥିବୀକୁ, କାରଣ ତାଙ୍କର ପ୍ରଥମ କାର୍ଯ୍ୟଟା ହଉଛି ପୃଥିବୀ ପାଇଁ। ସମସ୍ତେ ମୁକ୍ତି ନିର୍ବାଣ ସବୁ ଚାହିଁଛନ୍ତି, ଲିବରେସନ, କିନ୍ତୁ ସେ ଚାହିଁଛନ୍ତି ମଣିଷ ପାଇଁ, ପୃଥିବୀ ପାଇଁ। ତେଣୁ କଣ କରିଛନ୍ତି ନା, ସେଇ ହାଉସ୍ ଅଫ ଦ ସ୍ପିରିଟ ରେ ଗୋଟେ ଜାଗାରେ ଯେତେବେଳେ ଆରମ୍ଭ ହଉଛି, ସେ କହୁଛନ୍ତି, ପ୍ରଭୁ ବର୍ଣ୍ଣନା କରୁଛନ୍ତି, in the unapproachable stillness of his soul, intense, one-pointed, monumental, lone, patient he sat like an incarnate hope, motionless on a pedestal of prayer। ଅଶ୍ୱପତିଙ୍କର ତପସ୍ୟା ଚାଲିଛି, ତାର ଓଡିଆଟା ହଉଛି in the unapproachable stillness of his soul। ଏଠି ତ ଅରବିନ୍ଦଙ୍କ ତପସ୍ୟା ହେଲେ ବି ବର୍ତ୍ତମାନ ସୁଦ୍ଧା ଅଶ୍ୱପତିଙ୍କ ନାଁ ନିଆହେଇନି। ତାଙ୍କ ଆତ୍ମାର ଅନଧିଗମ୍ୟ ନିସ୍ତବ୍ଧତା ଭିତରେ, ଐକାନ୍ତିକ ନିସ୍ତବ୍ଧତା ଭିତରେ, ମୋଶନଲେସ୍ ଅନ୍ ଏ ପେଡେଷ୍ଟାଲ ଅଫ ପ୍ରେୟାର, ଐକାନ୍ତିକ ଏକାଗ୍ର ସୌଧ ବିଶାଳ ନିସଙ୍ଗ, ପେସେଣ୍ଟ ହି ସାଟ୍ ଲାଇକ୍ ଏନ୍ ଇନକାର୍ନେଟ ହୋପ୍, ସଧୈର୍ଯ୍ୟ ସେ ଉପବିଷ୍ଟ ଏକ ମୂର୍ତ୍ତ ଆଶା ସମ, ମୋଶନଲେସ୍ ଅନ୍ ଏ ପେଡେଷ୍ଟାଲ ଅଫ ପ୍ରେୟାର, ନିଶ୍ଚଳ ପ୍ରାର୍ଥନାର ଏକ ପାଦପୀଠ ପରେ। ଏଇଠି ଦେଖନ୍ତୁ, ଯେତେବେଳେ ସାବିତ୍ରୀରେ ଏଗୁଡିକ ପଢିବେ, ପେସେନ୍ସ ଯୋଉ ଜିନିଷଟି, ଧୈର୍ଯ୍ୟ ଯୋଉ ଜିନିଷଟି, ସେ ଜିନିଷଟି ଆମର ସାଧନା ପାଇଁ ସ୍ଥିରତା, ଶାନ୍ତି, ଧୈର୍ଯ୍ୟ, ଅଧ୍ୟବସାୟ କିଭଳିଆ ଭାବରେ ସବୁ ଜାଗାରେ ପ୍ରଭୁ ବର୍ଣ୍ଣନା କରିଛନ୍ତି। ବାସ୍ତବରେ ସେ ଶବ୍ଦ ଗୁଡିକ ଏତେ ଓଜସ୍ୱିନୀ, ଏତେ ଲିଭିଂ ୱିଥ୍ ଫୁଲ୍ ପାୱାର ଆଣ୍ଡ ଫୋର୍ସ, ପଢିଛି ଯଦି ତାକୁ ପଢିଲା ବେଳେ ଯେମିତି ସତେ କି ସେ ଛୁଞ୍ଚି ଭଳିଆ ଆମ ହୃଦୟକୁ ବିଦ୍ଧ କରି ଯାଉଛି। ଗୋଟିଏ ଗୋଟିଏ ୱାର୍ଡ ପେସେଣ୍ଟ, ତା ଭିତରେ ସେ କେତେ କଥା କହିଦେଇ ଗଲେ ଦେଖନ୍ତୁ। ତେଣୁ সময়ଟି ସମାପ୍ତ ହେବା ପାଇଁ ମୁଁ ଏଇଠି ପଢିକି କହିଲି। ବର୍ତ୍ତମାନ କାଞ୍ଚନ, ବର୍ତ୍ତମାନ ତମେ ଶେଷ କର।